ଏହି ଭିଡିଓଟିକୁ ଛାଡ଼ି ଦିଅନି, କାରଣ ଆଜି ଯାହା ଶୁଣିବାକୁ ଯାଉଛ ସେଠି ହୋଇପାରେ ତୁମ ଜୀବନ ବଦଳାଇ ଦେବ। ତୁମ ପାଖରେ ଜଣେ ଅଛନ୍ତି ଯିଏ ତୁମକୁ ହସି ହସି କଥା କହୁଛନ୍ତି, ତୁମ ସହିତ ବସୁଛନ୍ତି, ତୁମ ସଫଳତାର କଥା ଶୁଣୁଛନ୍ତି, କିନ୍ତୁ ଭିତରରେ ସେ ତୁମର ଗତିକୁ ଡରୁଛନ୍ତି। ସେ ଚାହୁଁନାହାନ୍ତି ତୁମେ ଆଗକୁ ବଢ଼। ଏବଂ 2026 ସେହି ମୁଖୋଶକୁ ଖୋଲିଦେବ। ମକର ରାଶି, ତୁମେ ପିଛଲା କିଛି ବର୍ଷ ଧରି ଏକ ଅଦୃଶ୍ୟ ବାଧା ସହିତ ଲଢ଼ୁଛ, ପ୍ରୟାସ କରୁଛ, କିନ୍ତୁ ଫଳ ଅର୍ଦ୍ଧରେ ଅଟକି ଯାଉଛି। କାହିଁକି? କାରଣ ତୁମ ଜୀବନରେ ଏକ ଶକ୍ତି ଅଛି ଯାହା ତୁମର ଶକ୍ତିକୁ ଚୁଷି ନେଉଛି। କିନ୍ତୁ ଧ୍ୟାନ ଦିଅ, 2026 ଆସିବା ସହିତ ସବୁକିଛି ଉଲଟିଯିବ। ସେ ବ୍ୟକ୍ତି ନିଜେ ତୁମ ସମ୍ମୁଖରେ ଖୋଲିଯିବେ, ସତ୍ୟ ବାହାରିବ ଏବଂ ସେହି ମୁହୂର୍ତ୍ତରୁ ତୁମ ଜୀବନ ଗତି ନେବ। ଏହି ଭିଡିଓର ଶେଷ ପର୍ଯ୍ୟନ୍ତ ରୁହ, କାରଣ ଶେଷରେ ମୁଁ କହିବି ସେ ବ୍ୟକ୍ତି କିଏ ହୋଇପାରେ ଏବଂ କିପରି ତୁମେ 2026ରେ ସମ୍ପୂର୍ଣ୍ଣ ଭାବେ ଅଜୟ ହେବ। ମକର ରାଶି, ଆଜି ମୁଁ ଯାହା କହିବି ସେଟା ସମସ୍ତଙ୍କ ପାଇଁ ନୁହେଁ, କିନ୍ତୁ ଯଦି ଆପଣ ଏହି ଭିଡିଓକୁ ଦେଖୁଛନ୍ତି ତାହେଲେ ବିଶ୍ୱାସ କରନ୍ତୁ ଏହା ସଂଯୋଗ ନୁହେଁ। ଆପଣ ଅନେକ ପ୍ରୟାସ କରିଥିଲେ, ଅନେକ ସ୍ୱପ୍ନ ଦେଖିଥିଲେ, କିନ୍ତୁ ପ୍ରତିଥର କିଛି ନା କିଛି ହୋଇଯାଏ। ଶେଷ ମୁହୂର୍ତ୍ତରେ କାମ ଅଟକିଯାଏ। ଆପଣ କେବେ ଭାବିଛନ୍ତି କି ଏହା କେବଳ ଭାଗ୍ୟର ଖେଳ, ନା କି କାହାର ନଜର? ମକର ରାଶି, ଆପଣଙ୍କ ଜୀବନରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯିଏ ଆପଣଙ୍କ ମୁହଁରେ ହସନ୍ତି, କିନ୍ତୁ ମନରେ ଆପଣଙ୍କ ଉନ୍ନତିକୁ ସହି ପାରୁନାହାନ୍ତି। ହଁ, ଏହି ଲୋକଟିଏ ଆପଣଙ୍କ ଜୀବନରେ ବାଧା। କିନ୍ତୁ ଶୁଣନ୍ତୁ, 2026 ଆସୁଛି ଏବଂ ଏହି ବର୍ଷ ଆପଣଙ୍କୁ ଅଜୟ କରିଦେବ। କିପରି? କାହିଁକି? କେବେ? ଏହି କାହାଣୀର ଶେଷ ପର୍ଯ୍ୟନ୍ତ ରୁହନ୍ତୁ, କାରଣ ମଧ୍ୟରେ ମୁଁ କହିବି ସେହି ଦିନ ବିଷୟରେ ଯେଉଁଦିନ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହେବ। ଏକ ଗୁପ୍ତ ସତ୍ୟ, ମକର ରାଶିର ଲୋକମାନେ ବହୁତ ଶାନ୍ତ। ଆପଣ ଆପଣଙ୍କ ଦୁଃଖ କାହାକୁ କହନ୍ତି ନାହିଁ। ଆପଣ ହସନ୍ତି, କିନ୍ତୁ ଭିତରେ ଜଳୁଛନ୍ତି। 2025 ଆପଣଙ୍କୁ ଅନେକ ଶିଖାଇଛି। ବିଶ୍ୱାସ କରିବା ଶିଖାଇଛି, ଭଙ୍ଗିବା ମଧ୍ୟ ଶିଖାଇଛି। ଆପଣ ଜଣେ ନିକଟ ଲୋକକୁ ଭରସା କରିଥିଲେ। ସେହି ଲୋକ ଆପଣଙ୍କ ଯୋଜନା ଜାଣିଥିଲେ, ଆପଣଙ୍କ ଦୁର୍ବଳତା ଜାଣିଥିଲେ ଏବଂ ସେହି ଜଣେ ପଛରୁ ଆପଣଙ୍କ ରାସ୍ତା ବନ୍ଦ କରିଦେଲେ। ହଁ, ଏହା କାହାର ସାଙ୍ଗ ହୋଇପାରେ, କାହାର ଆତ୍ମୀୟ କିମ୍ବା କାର୍ଯ୍ୟକ୍ଷେତ୍ରର ଜଣେ ଲୋକ। ଆପଣ ଅନୁଭବ କରୁଛନ୍ତି, କିନ୍ତୁ ପ୍ରମାଣ ନାହିଁ। କିନ୍ତୁ 2026 ଭିନ୍ନ ହେବ। ଜାନୁଆରୀ 2026ରୁ ଆରମ୍ଭ ହେବ ପରିବର୍ତ୍ତନ। ଧୀରେ ଧୀରେ ଫେବୃଆରୀରେ ଆପଣ ଜଣେ ନୂଆ ନିଷ୍ପତ୍ତି ନେବେ। ମାର୍ଚ୍ଚରେ ସତ୍ୟ ପ୍ରକାଶ ହେବ। ଆପଣ ଜଣେ ଲୋକଙ୍କୁ ଜୀବନରୁ ଦୂର କରିବେ। ସେହି ମୁହୂର୍ତ୍ତରୁ ଆପଣଙ୍କ ଭାଗ୍ୟ ଗତି ବଦଳିଯିବ। ମକର ରାଶି, ଆପଣ ଯେତେବେଳେ ଏକଥର ନିଷ୍ପତ୍ତି ନେବେ ତାହାକୁ କେହି ବନ୍ଦ କରିପାରିବେ ନାହିଁ। ମକର ରାଶି, ତୁମେ ଏବେ ଯାହା ଶୁଣିବାକୁ ଯାଉଛ ସେଟା ସାଧାରଣ ରାଶିଫଳ ନୁହେଁ। ଏହା ଏକ କାହାଣୀ, ତୁମର କାହାଣୀ। ତୁମେ ଜୀବନରେ ଅନେକ ପ୍ରୟାସ କରିଛ, ଦିନରାତି ଶ୍ରମ କରିଛ, ପ୍ଲାନ୍ କରିଛ, ସ୍ୱପ୍ନ ଦେଖିଛ, କିନ୍ତୁ ପ୍ରତିଥର ଠିକ୍ ସଫଳତାର ଆଗରେ କିଛି ନା କିଛି ଘଟିଗଲା। କାମ ଅଟକିଗଲା, ଟଙ୍କା ରୋକିଗଲା, ସମ୍ପର୍କ ଭାଙ୍ଗିଗଲା। ତୁମେ ଭାବିଲା ମୋ ଭାଗ୍ୟ ଖରାପ, କିନ୍ତୁ ନୁହେଁ। ସମସ୍ୟା ଭାଗ୍ୟ ନୁହେଁ, ସମସ୍ୟା ହେଉଛି ଏକ ବ୍ୟକ୍ତି। ହଁ, ତୁମ ଚାରିପାଖରେ ଜଣେ ଅଛନ୍ତି ଯିଏ ତୁମ ଉନ୍ନତିକୁ ଦେଖିପାରୁନାହାନ୍ତି। ସେ ହସି କଥା କହେ, ସମର୍ଥନ କରିବା ଭଣି ଦେଖାଏ, କିନ୍ତୁ ଭିତରେ ତୁମ ପାଇଁ ଭଲ ଚାହେଁନି ଏବଂ ତୁମେ ତାଙ୍କୁ ଭରସା କରିଦେଲା। 2025 ପରୀକ୍ଷାର ବର୍ଷ। ଗତ ବର୍ଷ ତୁମକୁ ଶିଖାଇଦେଲା ସବୁଠୁ ନିକଟ ଲୋକମାନେ ସବୁବେଳେ ସତ୍ୟ ନୁହନ୍ତି। ତୁମର ପ୍ଲାନ୍ କେହି ଲିକ୍ କରିଦେଲା, ତୁମର ଭରସାକୁ କେହି ଭାଙ୍ଗିଦେଲା, ତୁମର ସଫଳତାରେ କେହି ଦିବାର ଖଡ଼ା କରିଦେଲା। ତୁମେ ଶାନ୍ତ ରହିଲା, କାରଣ ତୁମେ ଝଗଡ଼ା ପସନ୍ଦ କରନ୍ତୁ ନାହିଁ, କିନ୍ତୁ ମନରେ ଏକ ପ୍ରଶ୍ନ ଥିଲା, କାହିଁକି ସବୁବେଳେ ମୋ ସହିତ ଏମିତି ହୁଏ? 2026 ପରିବର୍ତ୍ତନର ଆରମ୍ଭ। ଜାନୁଆରୀ 2026 ତୁମେ ହଠାତ୍ ବୁଝିବା ଆରମ୍ଭ କରିବା ତୁମ ଚାରିପାଖରେ କିଏ ସତ୍ୟ, କିଏ ନକଲି। ଫେବୃଆରୀରେ ଏକ ଘଟଣା ହେବ। ସେହି ଘଟଣା ତୁମ ଆଖି ଖୋଲିଦେବ। ଏକ କଥା, ଏକ ମେସେଜ କିମ୍ବା ଏକ ଆଚରଣ ଯାହାର ତୁମେ ବୁଝିଯିବ କିଏ ତୁମ ରାସ୍ତା ବନ୍ଦ କରୁଥିଲା। ସେଇଦିନ ତୁମ ମନ ଭଙ୍ଗିବ, କିନ୍ତୁ ସେହି ଦିନରୁ ତୁମ ଶକ୍ତି ଆରମ୍ଭ ହେବ।
ଧନରେ ବଡ଼ ମୋଡ଼ ମାର୍ଚ୍ଚରୁ ଜୁନ 2026 ମଧ୍ୟରେ ଏକ ଅବସର ଆସିବ। ତୁମେ ପ୍ରଥମେ ଡରିବା, ଭାବିବା ମୁଁ ପାରିବି କି? କିନ୍ତୁ ଏହିଥର ତୁମେ କାହାର ସଲାହ ନେବା ନାହିଁ, ନିଜେ ନିଷ୍ପତ୍ତି ନେବା ଏବଂ ସେହି ନିଷ୍ପତ୍ତି ତୁମ ଜୀବନର ଦିଗ ବଦଳାଇ ଦେବ। ଟଙ୍କା ଧୀରେ ଧୀରେ ଆସିବ, ସ୍ଥିରତା ଆସିବ, ଆତ୍ମବିଶ୍ୱାସ ଫେରିଆସିବ। ପ୍ରେମରେ ସତ୍ୟ ପରୀକ୍ଷା। ତୁମ ଜୀବନରେ ଯଦି କେହି ଅଛନ୍ତି, ତାହେଲେ 2026 ସେହି ସମ୍ପର୍କକୁ ପରୀକ୍ଷା କରିବ। ଯିଏ ସତ୍ୟ, ସେ ତୁମ ସହ ରହିବ। ଯିଏ ନକଲି, ସେ ନିଜେ ଦୂରେଇ ଯିବ। ଏବଂ ଆଶ୍ଚର୍ଯ୍ୟ ହେବ, ତୁମେ କାନ୍ଦିବ ନାହିଁ, କାରଣ ସେତେବେଳେ ତୁମେ ଶକ୍ତିଶାଳୀ ହୋଇଯିବା। ଶେଷ ଘାତ ସେପ୍ଟେମ୍ବର ପରେ ତୁମେ ପୁରୁଣା ଦୁର୍ବଳତାକୁ ଛାଡ଼ିଦେବା। ଯିଏ ତୁମ ବାଧା ଥିଲେ, ସେ ତୁମ ସଫଳତା ଦେଖି ଚୁପ୍ ହୋଇଯିବ। ତୁମେ ପ୍ରତିଶୋଧ ନେବା ନାହିଁ, କାରଣ ତୁମ ଉନ୍ନତି ହିଁ ସବୁଠାରୁ ବଡ଼ ଉତ୍ତର। ଡିସେମ୍ବର 2026 ବର୍ଷର ଶେଷରେ ତୁମେ ପଛକୁ ଦେଖିବା ଏବଂ ଭାବିବା, ସେହିଦିନ ଯଦି ସତ୍ୟ ଜାଣିନଥାନ୍ତି, ଆଜି ମୁଁ ଏଠାରେ ନଥାନ୍ତି। ମକର ରାଶି। 2026 ତୁମକୁ ଅଜୟ କରିଦେବ, କିନ୍ତୁ ଏକ ସର୍ତ୍ତ, ତୁମେ ଭୟ ଛାଡ଼ିବାକୁ ପଡ଼ିବ। ଭରସା କରିବାକୁ ପଡ଼ିବ ନିଜ ଉପରେ। ଯଦି ତୁମେ ଏଠାକୁ ଭିଡ଼ିଓ ଦେଖିଛ, ତାହେଲେ ବିଶ୍ୱାସ କର ତୁମ ସମୟ ଆସିଗଲା। କମେଣ୍ଟରେ ଲେଖ, ମୁଁ ଅଜୟ 2026, କାରଣ ଏହି ବର୍ଷ ମକର ରାଶି ପାଇଁ ସାଧାରଣ ନୁହେଁ, ଏହା ପୁନର୍ଜନ୍ମର ବର୍ଷ। ମକର ରାଶି। ତୁମେ ଭାବୁଛ କି ସେ ବ୍ୟକ୍ତି କିଏ? ଯିଏ ତୁମ ଜୀବନରେ ବାଧା ହୋଇ ଦାଉଡ଼ି ରହିଛି? ଧ୍ୟାନ ଦେଇ ଶୁଣ, ସେ ବ୍ୟକ୍ତି ତୁମ ଶତ୍ରୁ ନୁହେଁ, ସେ ତୁମ ଚାରିପାଖରେ ଥିବା ଲୋକ। ସେ ହେବାକୁ ପାରେ ତୁମର ନିକଟତମ ସାଙ୍ଗ, ତୁମର ସହକର୍ମୀ, ତୁମର ପରିବାରର ଜଣେ ସଦସ୍ୟ, କିମ୍ବା ଏକ ସମ୍ପର୍କ ଯାହାକୁ ତୁମେ ଅଧିକ ମହତ୍ତ୍ୱ ଦେଉଛ। ଚୁପଚାପ ବାଧା। ସେ ତୁମକୁ ସିଧାସଳଖ ରୋକୁନାହିଁ, ସେ ତୁମ ଆତ୍ମବିଶ୍ୱାସକୁ ଦୁର୍ବଳ କରେ। ସେ କହେ, ଏହା କଷ୍ଟକର, ଏତେ ଡଙ୍ଗର ସ୍ୱପ୍ନ ଦେଖନି, ସୁରକ୍ଷିତ ରାସ୍ତା ବାଛ। ଏବଂ ତୁମେ ତାଙ୍କ କଥାକୁ ଭଲ ପାଇ ବିଶ୍ୱାସ କରିଦେଉଛ। କିନ୍ତୁ ସତ୍ୟ ହେଉଛି, ସେ ତୁମ ଭଲ ପାଇଁ ନୁହେଁ କହୁଛନ୍ତି, ସେ ଡରୁଛନ୍ତି। କାରଣ ଯଦି ତୁମେ ଆଗକୁ ବଢ଼ିଗଲା, ତୁମେ ସେଠାରୁ ଉପରକୁ ଚାଲିଯିବା। 2026 ସତ୍ୟର ଖୋଲାସା। ଏପ୍ରିଲ 2026 ମାସରେ ଏକ ସ୍ପଷ୍ଟ ଘଟଣା ହେବ। ସେ ବ୍ୟକ୍ତିର ମୁଖରୁ ଏମିତି କଥା ବାହାରିବ, ଯାହାର ତୁମେ ବୁଝିଯିବ ସେ କେବେ ତୁମ ପକ୍ଷରେ ନଥିଲେ। ତୁମ ହୃଦୟ ଭାଙ୍ଗିବ, କିନ୍ତୁ ମନ ଶକ୍ତିଶାଳୀ ହେବ। ତୁମେ ନିଷ୍ପତ୍ତି ନେବ, ଏଠାରୁ ଆଗକୁ ମୁଁ ନିଜେ। ସେହି ମୁହୂର୍ତ୍ତରୁ ଗ୍ରହମାନଙ୍କ ଶକ୍ତି ତୁମ ପକ୍ଷରେ ଘୂରିଯିବ। ଅଚାନକ ଉନ୍ନତିମୟରୁ ଅଗଷ୍ଟ 2026 ପର୍ଯ୍ୟନ୍ତ ତୁମ ଜୀବନରେ 3ଟି ବଡ଼ ଅବସର ଆସିବ। ପ୍ରଥମ କାର୍ଯ୍ୟକ୍ଷେତ୍ରରେ, ଦ୍ୱିତୀୟ ଧନରେ, ତୃତୀୟ ସମ୍ମାନରେ। ଏବେ ତୁମେ କାହାର ପରାମର୍ଶ ନେବା ନାହିଁ, ତୁମ ନିଷ୍ପତ୍ତି ନିଜେ ନେବା। ଏବଂ ଆଶ୍ଚର୍ଯ୍ୟ, ସେହି ନିଷ୍ପତ୍ତି ସଠିକ୍ ହେବ। ଲୋକମାନେ କହିବେ, ମକର ରାଶି ବହୁତ ବଦଳିଗଲା। ହଁ, ତୁମେ ବଦଳିବା, କିନ୍ତୁ ଭିତରୁ। ଯିଏ ତୁମକୁ ନିମ୍ନ ଭାବୁଥିଲେ ସେ ନିଜେ ଦୂରେଇ ଯିବେ ଏବଂ ଯିଏ ସତ୍ୟରେ ତୁମ ପକ୍ଷରେ ସେ ଆଉ ନିକଟକୁ ଆସିବେ। 2026 ତୁମକୁ ସଠିକ୍ ଲୋକଙ୍କ ସହିତ ଯୋଡ଼ିବ। ତୁମ ଚକ୍ର ପରିବର୍ତ୍ତନ ହେବ। ତୁମ ଚାରିପାଖରେ ଏମିତି ଲୋକ ଆସିବେ ଯେଉଁମାନେ ତୁମକୁ ଆଗକୁ ଧକ୍କା ଦେବେ, ରୋକିବେ ନୁହେଁ। ମକର ରାଶି। ତୁମ ଜୀବନର ବାଧା କୌଣସି ଶତ୍ରୁ ନୁହେଁ, ସେ ଥିଲେ ଜଣେ ଯାହାକୁ ତୁମେ ଅଧିକ ମୂଲ୍ୟ ଦେଇଥିଲା। 2026 ତୁମକୁ ଶିଖାଇଦେବ କାହାକୁ ନିକଟରେ ରଖିବା ଉଚିତ ଏବଂ କାହାକୁ ଶାନ୍ତିରେ ଦୂରେଇବା ଉଚିତ। ଏହି ବର୍ଷ ତୁମେ ଅଜୟ ହେବା, କାରଣ ତୁମେ ବାଧାକୁ ଚିହ୍ନଟ କରିଦେଲା। ଯଦି ଏହି କଥା ତୁମ ଜୀବନ ସହ ମିଳୁଛି, କମେଣ୍ଟରେ ଲେଖ, ମୁଁ ଆଉ ରୁକିବି ନାହିଁ। ଏବଂ ମନେ ରଖ, ମକର ରାଶିର ସମୟ ଆରମ୍ଭ ହୋଇଗଲା। ମକର ରାଶି। ତୁମେ କେବେ ଧ୍ୟାନ ଦେଇଛ କି, ତୁମ ଜୀବନରେ ଯେତେବେଳେ ବଡ଼ ସୁଯୋଗ ଆସେ, ସେତେବେଳେ କିଛି ନା କିଛି ଘଟେ ଏବଂ ସେ ସୁଯୋଗ ହାତରୁ ସରିଯାଏ। ଏହା କେବଳ ସୁଯୋଗ ନୁହେଁ, କାହାର ନଜର ତୁମ ଉନ୍ନତି ଉପରେ ଥିଲା, କାହାର ମନ ଭିତରେ ଈର୍ଷ୍ୟା ଥିଲା। ଲୁଚିଥିବା ସତ୍ୟ, ସେ ବ୍ୟକ୍ତି ସବୁବେଳେ ତୁମ ପାଖରେ ଥାଏ, ତୁମ ସଫଳତାରେ ହସେ, କିନ୍ତୁ ମନରୁ ଖୁସି ନୁହେଁ। ତୁମେ ଯେତେବେଳେ କହୁ ମୁଁ ବଡ଼ କାମ କରିବି, ସେ କହେ ଦେଖିବା। ହେଲେ ଭଲ, ତାଙ୍କର ଶବ୍ଦରେ ସନ୍ଦେହ ଥାଏ ଏବଂ ସେ ସନ୍ଦେହ ତୁମ ମନରେ ପ୍ରବେଶ କରେ। ଏହିଠାରୁ ତୁମ ଶକ୍ତି କମିଯାଏ। 2026 ତୁମର ଜାଗୃତି ବର୍ଷ। ଜାନୁଆରୀ 2026ରେ ଏକ ଘଟଣା ତୁମକୁ ଝଟକା ଦେବ। ସେ ବ୍ୟକ୍ତି ତୁମ ବିଶ୍ୱାସ ଭଙ୍ଗିବ କିମ୍ବା ତୁମ ସମ୍ମୁଖରେ ତାଙ୍କର ଆସଲ ମୁହଁ ଦେଖାଇଦେବ। ସେଇଦିନ ତୁମ ଆଖି ଖୋଲିଯିବ, ତୁମେ ବୁଝିଯିବ, ମୋ ଜୀବନର ସବୁଠାରୁ ବଡ଼ ବାଧା ମୋର ନିଜ ପସନ୍ଦ ଥିଲା, କିନ୍ତୁ ଡରନି। ସେହି ମୁହୂର୍ତ୍ତରୁ ତୁମ ଉନ୍ନତି ଆରମ୍ଭ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ। ମାର୍ଚ୍ଚ ପରେ ତୁମେ ଏକ ନୂତନ ନିଷ୍ପତ୍ତି ନେବ। ହୋଇପାରେ ନୂତନ ଚାକିରି, ନୂତନ ବ୍ୟବସାୟ କିମ୍ବା ନୂତନ ଦାୟିତ୍ୱ। ଲୋକମାନେ ଭାବିବେ ଏହା ବହୁତ ବଡ଼ ଝୁଲିକି, କିନ୍ତୁ ତୁମ ମନ କହିବ ଏହା ମୋ ସମୟ
ଏବଂ ସତ୍ୟରେ ଏହା ତୁମ ସମୟ ହେବ। ଧନରେ ଚମତ୍କାର ଜୁଲାଇ ଓ ଅଗଷ୍ଟ ମଧ୍ୟରେ ଅଚାନକ ଧନ ଲାଭ ହେବ। ପୁରୁଣା ରୁକିଥିବା ପଇସା ମିଳିପାରେ କିମ୍ବା ଏକ ବଡ଼ ଅଫର ଆସିପାରେ। ଯିଏ ତୁମକୁ ଅଣଦେଖା କରୁଥିଲେ ସେହି ଲୋକ ଏବେ ସହଯୋଗ ଚାହିଁବେ। କିନ୍ତୁ ମନେ ରଖ, ଏଥର ତୁମେ ବୁଦ୍ଧିମାନ ହେବା। ସମ୍ପର୍କରେ ନିଷ୍ପତ୍ତି 2026 ତୁମକୁ ଶିଖାଇବ ସବୁଠୁ ନିକଟରେ ଥିବା ଲୋକ ସବୁଠୁ ନିଷ୍ଠାବାନ ନୁହେଁ। ତୁମେ ତୁମ ଚକ୍ର ଛୋଟ କରିବା କିନ୍ତୁ ଶକ୍ତିଶାଳୀ କରିବା। ଯିଏ ସତ୍ୟରେ ତୁମକୁ ଭଲ ପାଏ ସେ ତୁମ ସହ ରହିବେ। ଅନ୍ୟମାନେ ନିଜେ ଦୂରେଇ ଯିବେ। ଅଜେ ମକର ବର୍ଷ ଶେଷରେ ତୁମେ ପଛକୁ ଦେଖି ଆସିବା। ତୁମେ ବୁଝିବା ସେ ବ୍ୟକ୍ତି ତୁମର ଶତ୍ରୁ ନୁହେଁ, ସେ ତୁମର ପରୀକ୍ଷା ଥିଲେ ଏବଂ ତୁମେ ପରୀକ୍ଷା ଉତ୍ତୀର୍ଣ୍ଣ ହେଲା। 2026 ଶେଷରେ ମକର ରାଶି ଭୟଭୀତ ନୁହେଁ, ଦୃଢ଼, ଶକ୍ତିଶାଳୀ। ଅଜୟ, ଯଦି ତୁମେ ପ୍ରସ୍ତୁତ କମେଣ୍ଟରେ ଲେଖ, ମୁଁ ଆଉ ରୁକିବି ନାହିଁ, 2026 ମୋର ବର୍ଷ। ମକର ରାଶି, ଏବେ ମୁଁ ତୁମକୁ ଏକ ପ୍ରଶ୍ନ ପଚାରିବି। ତୁମେ ଶେଷ ଥର କେବେ ଏକାକୀ ବସି ନିଜ ଜୀବନ ବିଷୟରେ ଭାବିଥିଲା? କେବେ ଲାଗିଛି କି ମୁଁ ଏତେ ପ୍ରୟାସ କରୁଛି ତଥାପି ମୋ ଗତି କାହିଁକି ଧୀର? ଏହା ତୁମ ଅକ୍ଷମତା ନୁହେଁ, ଏହା ତୁମ ଚାରିପାଖର ଶକ୍ତିର ପ୍ରଭାବ। ଶକ୍ତି ଚୁଷି ନେଉଥିବା ବ୍ୟକ୍ତି ସେ ବ୍ୟକ୍ତି ତୁମ ସହିତ ବସେ, ତୁମ କଥା ଶୁଣେ, ତୁମ ସ୍ୱପ୍ନ ଜାଣେ। କିନ୍ତୁ ପ୍ରତିଥର ତୁମେ ଆଗକୁ ବଢ଼ିବାକୁ ଯେତେବେଳେ ଚେଷ୍ଟା କର, କିଛି ନା କିଛି ଅଜଣା ବାଧା ଆସେ। ତୁମର ମନ ଭାରି ହୁଏ, ଆତ୍ମବିଶ୍ୱାସ କମିଯାଏ। କାରଣ ସେ ବ୍ୟକ୍ତି ସିଧାସଳଖ ନୁହେଁ କିନ୍ତୁ ମନୋବଳ ଭାଙ୍ଗି ଦେଉଛି। 2026 ଭାଗ୍ୟର ଘୂରଣ ଫେବୃଆରୀ 2026ରେ ଏକ ଘଟଣା ତୁମକୁ ଚମକାଇ ଦେବ। ସେ ବ୍ୟକ୍ତି ତୁମ ବିରୋଧରେ ଅନ୍ୟ କାହାର ସମ୍ମୁଖରେ କଥା କହିପାରେ କିମ୍ବା ତୁମର ଗୁପ୍ତ କଥା ପ୍ରକାଶ କରିଦେଇପାରେ। ସେହି ମୁହୂର୍ତ୍ତରେ ତୁମ ହୃଦୟ ଭାଙ୍ଗିବ, କିନ୍ତୁ ଏହା ଭାଗ୍ୟର ଇସାରା ହେବ। ଏହା କହିବ ଏବେ ସମୟ ହେଲା ଦୂରେଇବାର। ନିଷ୍ପତ୍ତିର ଶକ୍ତି। ମକର ରାଶି ଯେତେବେଳେ ନିଷ୍ପତ୍ତି ନେଇଥାଏ ସେ ପଛକୁ ଦେଖେ ନାହିଁ। ମାର୍ଚ୍ଚ ପରେ ତୁମେ ଶାନ୍ତ ହେଇଯିବା, ତୁମ କାମରେ ଧ୍ୟାନ ଦେବା, କଥା କମ୍ କରିବା, ପ୍ରମାଣ ଦେଖାଇବା। ଲୋକମାନେ ଆଶ୍ଚର୍ଯ୍ୟ ହେବେ, ଏହା ସେଇ ମକର ନା? ହଁ, କିନ୍ତୁ ଏବେ ଜାଗୃତ ମକର। ଅଟକିଥିବା ସଫଳତା ଖୋଲିବ, ଯାହା 2 ବର୍ଷ ଧରି ଅଟକିଥିଲା ସେଥିରେ ଗତି ଆସିବ। ଏପ୍ରୁଭାଲ ମିଳିବ, ପ୍ରମୋସନ ମିଳିବ, ନୂଆ କଣ୍ଟ୍ରାକ୍ଟ ଆସିବ। ଯିଏ କହୁଥିଲେ ତୁମର ହେବ ନାହିଁ ସେହି ଲୋକ କହିବେ ତୁମେ ତ ଚମତ୍କାର କରିଦେଲା। ନୂଆ ସମ୍ପର୍କର ଆରମ୍ଭ। ପୁରୁଣା ବାଧା ହଟିଲେ ନୂଆ ଲୋକ ଆସିବେ। ଏକ ଶକ୍ତିଶାଳୀ ବ୍ୟକ୍ତି ତୁମ ଜୀବନରେ ପ୍ରବେଶ କରିବେ। ସେ ତୁମକୁ ରୋକିବେ ନାହିଁ, ତୁମକୁ ଧକ୍କା ଦେବେ ଆଗକୁ, ତୁମ ସ୍ୱପ୍ନକୁ ସମର୍ଥନ କରିବେ ଏବଂ ସେଇଠାରୁ ତୁମ ଜୀବନର ଗତି 2 ଗୁଣ ହେବ। ବର୍ଷ ଶେଷର ସତ୍ୟ। ଡିସେମ୍ବର 2026 ତୁମେ ନିଜକୁ ଆଇନାରେ ଦେଖିବା ଏବଂ ବୁଝିବା ବାଧା କେବେ ମଧ୍ୟ ତୁମ ଭାଗ୍ୟ ନୁହେଁ, ସେ ଥିଲା ଜଣେ ଲୋକ ଏବଂ ତୁମେ ସେହି ବାଧାକୁ ପାର କରିଦେଲା। ମକର ରାଶି 2026 ତୁମକୁ କରିଦେବ ଶାନ୍ତ, ଦୃଢ଼ ଏବଂ ସମ୍ପୂର୍ଣ୍ଣ ଭାବେ ଅଜେୟ। ଯଦି ତୁମେ ଏହା ଅନୁଭବ କରୁଛ, କମେଣ୍ଟରେ ଲେଖ, ମୋ ସମୟ ଆସୁଛି। ମକର ରାଶି, ଏହି ଲୋକ ତୁମର ଜୀବନରେ ବାଧା, କିନ୍ତୁ 2026 ତୁମକୁ କରିଦେବ ଅଜେୟ। ତୁମେ ଏପର୍ଯ୍ୟନ୍ତ ଭାବୁଥିଲା ସେ ବ୍ୟକ୍ତି ତୁମର ବାଧା, କିନ୍ତୁ ସତ୍ୟ ହେଉଛି ସେ କେବଳ ଏକ ଅଧ୍ୟାୟ ଥିଲା। ମୂଳ ବାଧା କ'ଣ ଜାଣ? ତୁମର ଚୁପ୍ ରହିବା, ତୁମର ସହିବା, ତୁମର ଚାଲ ଠିକ୍ ଅଛି ଭାବ। 2026 ଭିତରର ବିସ୍ଫୋରଣ। ଏପ୍ରିଲ ମାସରେ ଏକ ଦିନ ତୁମ ମନ ଭରିଯିବ। କିଛି ଘଟିବ, ଛୋଟ ଘଟଣା, କିନ୍ତୁ ତୁମ ଭିତରେ ବଡ଼ ଆଗ ଜଳି ଉଠିବ। ତୁମେ ଶାନ୍ତ ରହିବା କିନ୍ତୁ ମନରେ ନିଷ୍ପତ୍ତି ନେବା, ଏଠାରୁ ଆଗକୁ ମୋ ଜୀବନ ମୋ ନିୟମରେ। ସେହିଦିନ ତୁମ ଆତ୍ମଶକ୍ତି ଜାଗୃତ ହେବ। ସେହି ବ୍ୟକ୍ତି ପୁଣି ଚେଷ୍ଟା କରିବ ତୁମକୁ ଭୟ ଦେବାକୁ, ସନ୍ଦେହ ଦେବାକୁ, କିନ୍ତୁ ଏଥର ତୁମେ ହସିବା, କାରଣ ତୁମେ ବୁଝିଗଲା ସେ ତୁମର ଗତିକୁ ଡରୁଛି। ତୁମେ ଉତ୍ତର ଦେବା ନାହିଁ, କାର୍ଯ୍ୟ ଦେଖାଇବା ଏବଂ ସେହି କାର୍ଯ୍ୟ ସବୁଠାରୁ ବଡ଼ ପ୍ରତିଶୋଧ ହେବ। ବଡ଼ ସୁଯୋଗର ଦ୍ୱାର। ଜୁନ୍ ମାସରେ ଏକ ଅପେକ୍ଷିତ ଫୋନ୍ କଲ୍ କିମ୍ବା ଏକ ମେସେଜ, ଏହା ତୁମ ଜୀବନର ଟର୍ଣ୍ଣିଂ ପଏଣ୍ଟ ହେବ। ଏକ ସୁଯୋଗ ଯାହା ପୂର୍ବରୁ ତୁମକୁ ମିଳିନଥିଲା, କାରଣ ପୂର୍ବରୁ ତୁମେ ପ୍ରସ୍ତୁତ ନଥିଲା, କିନ୍ତୁ ଏବେ ତୁମେ ମାନସିକ ଭାବେ ଶକ୍ତିଶାଳୀ। ଧନ ଓ ସମ୍ମାନ। ସେପ୍ଟେମ୍ବର ପର୍ଯ୍ୟନ୍ତ ତୁମ ଆୟ ବଢ଼ିବ। ଲୋକମାନେ ତୁମକୁ ସମ୍ମାନ କରିବେ, ତୁମର ମତ ଗୁରୁତ୍ୱ ପାଇବ ଏବଂ ସେହି ବ୍ୟକ୍ତି ଯିଏ ତୁମକୁ ରୋକୁଥିଲେ ଚୁପ୍ ହେଇଯିବେ। କାରଣ ସଫଳତାର ସମ୍ମୁଖରେ ବିରୋଧ କମଜୋର ହୋଇଯାଏ। କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ବାହାରେ ନୁହେଁ, ଭିତରେ ହେବ। ତୁମେ ଏବେ ଲୋକଙ୍କ ମନୋଭାବ ପଢ଼ିପାରିବା। କିଏ ସତ୍ୟ କିଏ ନକଲି ସେଥିରେ ଭୁଲ କରିବା ନାହିଁ। ଏହା ହିଁ 2026ର ସବୁଠାରୁ ବଡ଼ ଉପହାର। ମକର ରାଶି, ବାଧା କେବେ ମଧ୍ୟ ଶକ୍ତିଶାଳୀ ନୁହେଁ, ତୁମେ ନିଜେ ତାକୁ ଶକ୍ତି ଦେଇଥିଲା।
2026 ତୁମେ ସେହି ଶକ୍ତି ଫେରେଇ ନେବା ଏବଂ ସେହି ମୁହୂର୍ତ୍ତରୁ ତୁମେ ଅଜେୟ। ଯଦି ତୁମେ ପ୍ରସ୍ତୁତ କମେଣ୍ଟରେ ଲେଖ ମୁଁ ଆଉ ଚୁପ୍ ରହିବି ନାହିଁ। ମକର ରାଶି, ଆଜି ତୁମେ ଏକ ସତ୍ୟ ଶୁଣିଲା। ସେ ବ୍ୟକ୍ତି, ସେ ବାଧା, ସେ ଦୁଃଖ, ଏହା ସବୁ ତୁମକୁ ଭାଙ୍ଗିବା ପାଇଁ ଆସିନଥିଲା, ତୁମକୁ ଜଗାଇବା ପାଇଁ ଆସିଥିଲା। 2026 ତୁମ ଜୀବନର ସେହି ବର୍ଷ ଯେଉଁଠାରେ ତୁମେ ଭୟରୁ ମୁକ୍ତ ହେବା। ତୁମେ ବୁଝିଯିବା ତୁମର ସବୁଠାରୁ ବଡ଼ ଶତ୍ରୁ କୌଣସି ଲୋକ ନୁହେଁ, ତୁମର ସନ୍ଦେହ ଥିଲା ଏବଂ ଏବେ ସେହି ସନ୍ଦେହ ମରିଯିବ। ଡିସେମ୍ବର 2026ରେ ତୁମେ ପଛକୁ ଦେଖି କହିବ ଧନ୍ୟବାଦ ସେହି ବାଧାକୁ, କାରଣ ସେହି ମୋତେ ଅଜୟ କରିଦେଲା। ମକର ରାଶି, ଏହା ତୁମ ଯୁଗ। ଏବେ ମୋତେ କହ ତୁମେ ପ୍ରସ୍ତୁତ କି? ଯଦି ପ୍ରସ୍ତୁତ କମେଣ୍ଟରେ ଲେଖ 2026 ମୋର ବର୍ଷ। ଭିଡିଓଟିକୁ ଲାଇକ୍ କର, ଚ୍ୟାନେଲ ସବସ୍କ୍ରାଇବ୍ କର ଏବଂ ଆଗାମୀ ଭିଡିଓରେ ତୁମ ରାଶିର ଗୁପ୍ତ ସତ୍ୟ ଖୋଲିବ। ସେ ଯାଏଁ ମଜବୁତ ରୁହ, ଚୁପ୍ ରୁହ ଏବଂ ଜିତିବା ପାଇଁ ପ୍ରସ୍ତୁତ ରୁହ। ଯଦି ଏହି ଭିଡିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।